କୁହୁକ ବସ୍ତ୍ରର ବାସ୍ନା। ମୋ ଗପଟିର ଶୀର୍ଷାଙ୍କ ଦେଖି ଭାବୁଥିବେ କ'ଣ ଏ କୁହୁକ ବସ୍ତ୍ର, ପୁଣି ତା'ର ବାସ୍ନା, କ'ଣ ଏହା ହୋଇଥିବ? ଏକ ଏମିତି ଜିନିଷ ଯାହା ମାଗିଲେ ତାହା ପୂରଣ ହୋଇଯାଉଥିବ ବୋଧେ। କୁହୁକ ଶବ୍ଦଟିରୁ ଏହା ହିଁ ମନେ ହେଉଥିବ କି ନିଶ୍ଚୟ କିଛି ଯାଦୁ ହେଉଥିବ। ହଁ ଆଜ୍ଞା, ଯାଦୁର କପଡ଼ା। ଯେଉଁ କପଡ଼ାଟିକୁ ଯେ ମୁଁ ପାଇଛି ତା ନୁହେଁ, ସୃଷ୍ଟିକର୍ତ୍ତା ଆମ ସମସ୍ତଙ୍କୁ ଏହି ବସ୍ତ୍ର ଦୁଇଟି ଦେଇଥାନ୍ତି। ଆଜ୍ଞା, ଗୋଟିଏ ନୁହେଁ, ଦୁଇଟି ଦେଇଥାନ୍ତି। ଜାଣିଛନ୍ତି ନା ନାହିଁ? ଓ କି ଆନନ୍ଦ ପ୍ରଦାନ କରେ ଏହି ଦୁଇଟି ବସ୍ତ୍ର, ଆଉ ତା'ର ବାସ୍ନା ପରମାନନ୍ଦ ପ୍ରଦାନ କରେ। ପୁଣି ସବୁ ଝଡ଼ ଝଞ୍ଜାକୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ଏ ବସ୍ତ୍ରଟିର ଥାଏ। ବର୍ଷା, ଶୀତ, ଖରା, ସବୁ ସୁଖ ଦୁଃଖ ସମୟରେ ଏହା ଆମକୁ ସୁରକ୍ଷା ପ୍ରଦାନ କରେ। କି ଶକ୍ତି ଏହି ବସ୍ତ୍ରର, ଅପୂର୍ବ ଶକ୍ତିରେ ଭରପୁର। ହଁ, ଆପଣ ଭାବୁଥିବେ କ'ଣ ମୁଁ କହୁଛି ଏକ ବସ୍ତ୍ର ଯାହାକି ସବୁ ଝଡ଼ ଝଞ୍ଜାରୁ ଆମକୁ ରକ୍ଷା କରେ। ନିଶ୍ଚୟ ଏକ ଚମତ୍କାରିତା ଗୁଣ ଥିବ। ହଁ, ମୁଁ ତ କହିବି ହଁ, ଥାଏ ନିଶ୍ଚୟ। ଅପୂର୍ବ ଶକ୍ତି, ଅପୂର୍ବ ଆନନ୍ଦ ଆଉ ଅପୂର୍ବ ବାସ୍ନା ଥାଏ ଏହି ବସ୍ତ୍ରଟିରେ। ଦୁନିଆର ସମସ୍ତ ଅତର ତୁଳନାରେ ଏହାର ବାସ୍ନା ଅତୁଳନୀୟ। ଏହାର ବାସ୍ନାରେ କାହାର ପାଶରେ ମଧ୍ୟ ପଶିବ ନାହିଁ। ଜାଣିଛନ୍ତି ଏହି କୁହୁକ ବସ୍ତ୍ର ଦୁଇଟିର ନାମ? ଗୋଟିଏ ବାପାଙ୍କର ଗାମୁଛା ଆଉ ଗୋଟେ ବୋଉର ପଣତ କାନି। କହିଲେ ଦେଖି, ହଁ ନା ମୁଁ ସତ କହୁଥିଲି? ଏଇ ଦୁଇଟି ବସ୍ତ୍ର କୁହୁକ ନୁହେଁ କି? ଏହାର ବାସ୍ନା ଅପୂର୍ବ ନୁହେଁ କି? ଆଉ ଏହାର ଶକ୍ତି ଅପୂର୍ବ ନା? ଆପଣମାନେ ମୋ ସହିତ ଏକମତ ନା? ବର୍ଷା ଦିନେ ଓଦା ହୋଇଗଲେ ଯେମିତି ବାପା ତାଙ୍କ ଗାମୁଛାରେ ଆମ ମୁଣ୍ଡ ପୋଛି ଦିଅନ୍ତି, ଆଉ ବୋଉ ଦୌଡ଼ି ଯାଇ ତା କାନିରେ ଦେହରୁ ମୁଣ୍ଡ ପର୍ଯ୍ୟନ୍ତ ପୋଛି ପକାଏ, ସତେ ଯେମିତି ମେଡ଼ିସିନ ଥଣ୍ଡା ହେବ ନାହିଁ ଆମମାନଙ୍କୁ। ଶୀତ ହେଲେ ବୋଉ କାନି ତଳେ ଘୋଡ଼େଇ ଦିଏ, ନହେଲେ ବାପା ଗାମୁଛାରେ ଘୋଡ଼େଇ ଦିଅନ୍ତି, ସତେ ଯେମିତି ବ୍ଲାଙ୍କେଟ୍ ଆଉ ଶୀତ ସମ୍ଭାଳି ନିଏ। ଖରା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ବାପା ପ୍ରଥମେ ଗାମୁଛାରେ ଆମର ଝାଳ ପୋଛି ଦିଅନ୍ତି, ଆଉ ଗାମୁଛାକୁ ଚଉତି ଆମ ମୁଣ୍ଡ ଉପରେ ପକାଇ ଦିଅନ୍ତି। ଟାଣ ଖରା ଭେଦ କରି ଆମ ମୁଣ୍ଡକୁ ସ୍ପର୍ଶ କରିପାରିବ ନାହିଁ। ଆଉ ବୋଉ ମଧ୍ୟ କମ୍ ନୁହେଁ, ପଣତ କାନିରେ ଆମକୁ ଘୋଡ଼ାଇ ରଖେ, ସତେ ଯେମିତି ଖରା ଆମକୁ ଛୁଇଁ ପାରିବ ନାହିଁ। ଏତିକି ନୁହେଁ, ଆମେ ଚାଲୁ ଚାଲୁ ପଡ଼ିଗଲେ, ରକ୍ତ ବାହାରିଲେ ଆମର କ୍ଷତ ଅଙ୍ଗକୁ ପୋଛି ଦିଆଯାଏ ଏହି ଗାମୁଛା ନହେଲେ ପଣତ କାନିରେ। ଆଉ ଆମେ କାନ୍ଦୁଥିଲେ ଲୁହ ପୋଛାଯାଏ କାନିରେ ନହେଲେ ଗାମୁଛାରେ। ଏହା ମଧ୍ୟରେ ଏକ କୁହୁକ ଶକ୍ତି ଥାଏ, ସବୁ ଦୁଃଖ କଷ୍ଟ ହରଣ କରିବାର କ୍ଷମତା। ଏହା ବ୍ୟତୀତ ଜ୍ୱର ହେଲେ, ଝାଳ ବୋହିଲେ, ଦୁଃଖରେ କାନ୍ଦିଲେ, ଖରା ହେଲେ, ଶୀତ ହେଲେ, ବର୍ଷା ହେଲେ, ଘଡ଼ଘଡ଼ିଟିଏ ମାରିଲେ, ସବୁ କ୍ଷେତ୍ରରେ ଏଇ ଦୁଇଟି ବସ୍ତ୍ର ବଢ଼ାଇ ଦିଆଯାଏ ଆମ ଆଗକୁ। ଆମେ ଖାଇସାରି ଉଠି ସାରିଲା ପରେ ବାପା ଚିରାଚରିତ ଭାବରେ ତାଙ୍କର ଗାମୁଛାଟିକୁ ବଢ଼ାଇ ଦିଅନ୍ତି ଆମ ଆଗକୁ, ନହେଲେ ବୋଉ ତା ପଣତ କାନିରେ ଆମ ହାତ ମୁହଁକୁ ପୋଛି ଦିଏ। ସତରେ କୁହୁକ ବସ୍ତ୍ର ଦୁଇଟି ଆମ ଦୁଃଖ ହରଣ କରିବା ପାଇଁ ଏ ବସ୍ତ୍ର ଦୁଇଟିକୁ ବୋଧହୁଏ ସୃଷ୍ଟିକର୍ତ୍ତା ସୃଷ୍ଟି ହିଁ କରିଛନ୍ତି। ଗୋଟେ ବାପାଙ୍କର ଆଉ ଅନ୍ୟଟି ବୋଉର। ଏ ସ୍ନେହବଳା କୁହୁକ ବସ୍ତ୍ର। ଜୀବନର ମଧ୍ୟାହ୍ନରେ ଯଦି ମୁଁ ବୁଲି ଦେଖେ ଅତୀତକୁ, କିଛି ସ୍ମୃତି ମନେ ପଡ଼େ ତ ଆଉ କିଛି ଧୂସରା ମନେ ପଡ଼େ। କିନ୍ତୁ ବାପାଙ୍କର ଗାମୁଛା ଆଉ ବୋଉର ପଣତ କାନିର ବାସ୍ନା ଆଜି ମଧ୍ୟ ମୋର ମାନସ ପଟରେ ଖୋଜି ବୁଲେ। ମୁଁ ଆଜି ମଧ୍ୟ ପାଗଳ ଭ୍ରମର ପରି ଏହି ବାସ୍ନାକୁ ଖୋଜି ବୁଲେ। କି ସୁନ୍ଦର ସ୍ନେହବଳା ବାସ୍ନା! ମୁଁ ଆଜି ମଧ୍ୟ ଆତ୍ମହରା ହୋଇ ଉଠେ, ଖୋଜି ବୁଲେ ଆଉ ଟିକେ ବାପାଙ୍କ ଗାମୁଛା ଘୋଡ଼େଇ ହୁଅନ୍ତନି କି? ନହେଲେ ବୋଉର ପଣତ କାନି ତଳେ ଲୁଚି ଯାଆନ୍ତି, ଏଇ ସଂସାର ଚକ୍ରରୁ ମୁକ୍ତି ପାଇଯାଆନ୍ତି, ଏ ଦୁଃଖ ସୁଖ ଚକ୍ରରୁ ମୋତେ ମୁକ୍ତି ମିଳିଯାଆନ୍ତା। ଆମ ପିଲାମାନଙ୍କ ପାଇଁ ଯେମିତି ବାପାଙ୍କର ଗାମୁଛା ଆଉ ବୋଉର ପଣତ କାନି ଗୋଟେ କୁହୁକ କପଡ଼ାଟିଏ, ଦୁନିଆ ଯାକର ସବୁ ଦୁଃଖକୁ ସୁଖରେ ପରିଣତ କରିବାର କପଡ଼ା। ଦୁଇଟି ଯେପରି ସ୍ନେହବଳା କୁହୁକ କପଡ଼ା ଖଣ୍ଡିଏ। ଆଜି ମଧ୍ୟ ମୁଁ ଖୋଜି ବସେ।